ସକାଳୁ ସକାଳୁ ବାପା ସୋନୁ ହାତରେ କିଛି ଟଙ୍କା ଦେଇ ପଠାଇଲେ କି ଆଜି ହେଉଛି ହୋଲି, ଆମ ଓଡ଼ିଶାର ବଡ଼ ପର୍ବ। ତା ଛଡ଼ା ଘରକୁ ବି ମାନି ଆଉ ତା ବର ଆସିବେ, ଆଉ ତା ପୁଅ ଝିଅ ବି। କେତେ ମଜା ମଜଲିସ୍ କରିବା। ଯା କିଛି ମିଠା ଆଉ ରଙ୍ଗ ନେଇଆ। ଏତକ ଶୁଣିଲା ପରେ ଦୁଇ ଭାଇ ବାହାରି ଗଲେ ଶ୍ରୀକ୍ଷେତ୍ର ବଡ଼ ଦାଣ୍ଡକୁ। ବଜାରଠାରୁ ଘରଟା ତାଙ୍କର ମାତ୍ର 2-3 କିଲୋମିଟର। ସୋନୁ ସାଇକେଲ ଚଲେଇଲା ଆଉ ପଛରେ ବସିଲା ମନୁ। ସେତେବେଳକୁ ଶ୍ରୀକ୍ଷେତ୍ର ସାମ୍ନାରେ ରଙ୍ଗ ଅବିରର ବର୍ଷା ହେଉଥାଏ। ଭକ୍ତମାନେ ହରିବୋଲ ହୁଳହୁଳି ଦେଇ ନାଚ ଗୀତରେ ମଜି ଯାଇଥାନ୍ତି। ଆଉ କେହି କେହି ଭକ୍ତ ଗୁହାରି କରି ଆଖିରୁ ଲୁହ ଢାଳି ମହାପ୍ରଭୁ କାଳିଆ ଶାନ୍ତଙ୍କୁ ତାଙ୍କ ଦୁଃଖ ଜଣାଉଥାନ୍ତି। ସତରେ ଏ ରଙ୍ଗର ପର୍ବ କାହା ମନରେ ଆନନ୍ଦ ଆଣିଦିଏ ତ କାହା ମନରେ ଦୁଃଖ ପ୍ରକାଶ କରିବା ପାଇଁ ସୁଯୋଗ ଟିକେ ମଧ୍ୟ ଦେଇଥାଏ। କାହିଁକି ନା ସୁନା ଝୁଲଣାରେ ଆମ କହ୍ନେଇ ଝୁଲି ଝୁଲି ଆସେ। ଏଇ ତ ଭକ୍ତ ମିଳନ। ଭକ୍ତମାନଙ୍କ ଏମିତିକା ଭାବବେଗ ଦେଖି ଦୁଇ ଭାଇ ସେଦିନ ଅଟକି ଗଲେ ନିମିଷକ ପାଇଁ। ତଥାପି ବାବାଙ୍କର କଥା ମନେ ପଡ଼ିଗଲା। ଏପଟେ ସାନ ଭାଇଟା ବି ଟିକେ ବ୍ୟସ୍ତ କରି ପକାଇଲା। ପିଲାମାନ ତ ରଙ୍ଗ ଖେଳିବା ପାଇଁ। ଦୁଇ ଭାଇ ଯାଇ ବଜାରରେ ପହଞ୍ଚିଲେ। ନାଲି ନୀଳର ଅବିର କିଣିଲେ ଆଉ ସୁନ୍ଦର ସୁନ୍ଦର ମିଠା ପ୍ୟାକେଟ୍ ବି। ଭାରି ମନ ଖୁସି। ଆଗ ଗଲେ ବାପା ବୋଉଙ୍କୁ ଟିକେ ରଙ୍ଗ କରି ମିଠା ଖୋଇ ସାରିଲେ, ତାପରେ ଯୋଉ କଥା। ହେଲେ କାହିଁକି କେଜାଣି ସେଦିନ ସିଙ୍ଗିଦ୍ୱାର ବାଟ ଦେଇ ଫେରିଲା ବେଳେ ଲୋଭ ହେଲା ଟିକେ ସେ କଳା ଠାକୁରଙ୍କ ପ୍ରତି। ଶାନ୍ତେ ଧନ୍ୟ ସେ ଭକ୍ତ, ଧନ୍ୟ ସେ ସେବକ, ଯିଏକି ନିଜେ ତୁମ ଚରଣ ସ୍ପର୍ଶ କରୁଛି, ନିଜେ ତୁମ ସେବାରେ। ଆହା, ଏମିତି ଏକ ରଙ୍ଗ ପର୍ବରେ ତୁମେ ନିଶ୍ଚୟ ରଙ୍ଗ ହେଉଥିବ। ଭାରି ଇଚ୍ଛା ହେଉଛି ଯଦି ମୋତେ ବି ଟିକେ ସୁଯୋଗ ମିଳନ୍ତା ନା, ତୁମର ସେ କଳା ମୁହଁରେ ଟିକେ ରଙ୍ଗ ଲଗାନ୍ତି। ଛାଡ଼, ଏ ହତଭାଗାକୁ ସେତକ ବି ସୁଯୋଗ ମିଳିବନି। ସେଦିନ ନା ସେଇ ବଡ଼ ଦାଣ୍ଡରେ ଭକ୍ତ ମନରେ ଏମିତି ଏକ କଥା ଉଙ୍କି ମାରିଲା ଯାହାକି ସମସ୍ତଙ୍କୁ ଚକିତ କରିଦେଲା। ଦୁଇ ଭାଇଙ୍କର ସାଇକେଲଟା ସେଇ ବଡ଼ ଦାଣ୍ଡରେ ସିଂହଦ୍ୱାର ଆଗରେ କିଛି କ୍ଷଣ ପାଇଁ ଅଟକି ଯାଇଥିଲା। ଏଥର ଲକ୍ଷ୍ୟ ପଡ଼ିଲା ଜଣେ ବୁଢ଼ା ମଉସା କିଛି ଦୂରରେ ଭକ୍ତମାନଙ୍କ ଗହଳିର ବାହାରେ ବସିଛନ୍ତି। ଆଖିରୁ ଧାର ଧାର ଲୁହ ବି ଝରଉଛନ୍ତି। ବୋଧେ ହାତରେ ଜାବୁଡ଼ି ଧରିଛନ୍ତି କିଛି ଗୋଟେ ବଡ଼ ଜିନିଷଟାଏ। କିଛି ବି ଜଣାପଡ଼ୁନଥାଏ ଦୂରରୁ। କାହିଁକି କେଜାଣି ଦୁଇ ଭାଇଙ୍କର ଦେଖିବା ପାଇଁ ଭାରି ଇଚ୍ଛା ହେଲା। ସୋନୁ ଧାଇଁଗଲା ପାଖକୁ। କି ମଉସା, ଭକ୍ତମାନେ ନାଚୁଛନ୍ତି, ଗୀତ ଗାଉଛନ୍ତି, ଅବିର ଖେଳୁଛନ୍ତି, ତମେ ଏଠି ଏମିତି କାହିଁ ବସିଛ? ପାଖରେ ଯାଇ ଦେଖିଲା ବେଳକୁ ହାତରେ ଧରିଛନ୍ତି ମହାପ୍ରଭୁ କାଳିଆ ଶାନ୍ତଙ୍କର ଦିବ୍ୟ ମୂର୍ତ୍ତିଟିଏ। ଏଣିକି ଧୀର ସ୍ୱରରେ ମଉସା କହୁଥାନ୍ତି, ନା ମୋତେ କିଛି ପଚାରନା, ସେ ମୋତେ ଠକି ଦେଇଛି। ହେଲେ ମଉସା, କିଏ ଠକିଛି? କାହାକୁ ଠକିଛି? କାଳିଆ ଭାରି କପଟି ଆସେ। ଠକି ଦେଇଛି ମୋତେ। ନା ମୁଁ ନାଚି ପାରୁଛି, ନା ମୁଁ ଗୀତ ଗାଇପାରୁଛି, ତା ଉପରେ ଅଭିମାନ କରିଛି। ହେଲେ ମଉସା, ଆଜି ଭଳି ଦିନରେ ଏମିତି ତୁମ ସହିତ କ'ଣ ଘଟିଛି? ଏଥର ମଉସାଙ୍କ ଆଖିରେ ଲୁହଟା 2 କଣ ହେଇଗଲା। ମଉସା କହୁଥାନ୍ତି, ଗଲା ସୁନ ମାଉସୀକୁ ତୋର ଛଡ଼େଇ ନେଲା। ଭାରି ଏକା ହେଇଗଲି। ପୁଅ ବୋଉ ଥିଲେ ଯେ ଆଉ ପଚାରିଲେନି ମୋତେ। ତାର ଏଇ ବଡ଼ ଦାଣ୍ଡକୁ ଚାଲି ଆସିଥିଲି। କାମ କରୁଛି, ପେଟ ପୋଷୁଛି। ଏଇ ଦେଖୁନୁ, ତାକୁ ବି ପାଖରେ ରଖିଛି। ମାଉସୀ ଯେତେବେଳେ ଥିଲା ଆମେ ବଡ଼ ଦାଣ୍ଡ ଆସୁ ଏଇ ରଙ୍ଗର ପର୍ବରେ, ଭାରି ମଜା କରୁ, ତା ଗୀତ ଗାଉ, ତାକୁ ବି ଟିକେ ରଙ୍ଗ କରିଦେଉ। ଆଉ ସେ ସୁଯୋଗ ମିଳୁନି ମୋତେ। ଭାରି ଦୁଃଖ ଲାଗୁଛି, ଭାରି ଏକା ବି ଲାଗୁଛି। ଯଦି ନବାର ଥିଲା ମୋତେ ଆଉ ତାକୁ ଏକା କରି ନେଇଯାଇଥାନ୍ତା। କାହିଁ ଛାଡ଼ି ଯାଉଥିଲା? ଦେଖୁଛୁ ତ କେତେ ଦୁଃଖ କଷ୍ଟ କରୁଛି। ମଉସାଙ୍କର ସେ କୋହଭରା କଥାକୁ ଶୁଣି ଆଖିର ଲୁହକୁ ଦେଖି ଦୁଇ ଭାଇ ସେଦିନ ନ କାନ୍ଦି ରହିପାରିଲେନି। ସୋନୁ ଆହୁରି ବୁଝଉଥାଏ, ବୁଝିଲ ମଉସା, ଦଇବ ଦୌଡ଼ି। ଯେତେବେଳେ ଯାହାର ସମୟ ଆସିବ ସେ ଚାଲିଯିବ। ତା ଛଡ଼ା କାଳିଆକୁ ଏତେ ଭଲ ପାଉଛ, ଏତେ ଶ୍ରଦ୍ଧା କରୁଛ, ତାକୁ ପୁଣି ତୁମ ପାଖରେ ରଖିଛ, ତା ପ୍ରତି ପୁଣି ଅଭିମାନ, ତା ଉପରେ ପୁଣି ମନ ଉଣା କରିଛ। ନା, ଏସବୁ ଜମା ବି ଠିକ୍ ନୁହେଁ।
ଚାଲ ଆମେ ବି ମିଶିକି ରଙ୍ଗ ଖେଳିବା। ଯେତେ ପ୍ରକାର ବୁଝେଇଲେ ବି ମଉସା ମୁଁ ବୁଝିବାକୁ ନାରାଜ। ଶେଷରେ ସୋନୁର ଲକ୍ଷ୍ୟ ପଡ଼ିଲା ସେଇ ମହାପ୍ରଭୁଙ୍କର କଳା ମୂର୍ତ୍ତି ଉପରେ। ହାତ ବଢ଼େଇ କହୁଥାଏ, ଦେଖୁଛ ତ ମଉସା, କାଳିଆ ତୁମକୁ କେତେ ଭଲ ପାଏ। ତମେ ଆଜି ରଙ୍ଗ ଖେଳୁନ ବୋଲି ସିଏ ବି ରଙ୍ଗ ଖେଳୁନି। ଦେଖୁଛ ତ ତାର ସେ ନାଲି ଅଥର ଓଠରେ ହସ ଟିକେ ଫିକା ପଡ଼ିଛି ନା। ସୋନୁର କଥା ଶୁଣି ମଉସା ଯେତେବେଳେ ପାଖରେ ଥିବା କାଳିଆକୁ ଦେଖିଛି, ମନଟା ତରଳିଗଲା। ସତରେ ମୋ କାଳିଆ ମୋତେ କେତେ ଭଲ ପାଏ। ଆଜି ମୁଁ ରଙ୍ଗ ଖେଳୁନି ବୋଲି ଏତେ ବଡ଼ ଦିନରେ ତା ମୁହଁରେ ବି ଏପର୍ଯ୍ୟନ୍ତ ରଙ୍ଗ ଟିକେ ଲାଗିନି, କେବଳ ମୋରି ପାଇଁ। କ୍ଷମା କରିଦେବୁ ରେ କାଳିଆ। ରାଗ ରୁଷା ମନରେ କେତେ କ'ଣ କହିଯାଇଛି। ମଉସାର ଏମିତିକା ପରିବର୍ତ୍ତନ ଦେଖି ଛୁଆ ଦିଟା ବି ଭାରି ଖୁସି ହେଇଗଲେ। ମଉସା ହାତ ଯୋଡ଼ିକି କ୍ଷମା ମାଗିଲା। ସୋନୁକୁ କହୁଥାଏ, କିରେ ରଙ୍ଗ ଆଣିଛୁ ପରା, ମୋ କାଳିଆ ଠେଇଁ ଟିକେ ରଙ୍ଗ ଲଗା। ସୋନୁ ଯେତେବେଳେ ଏତକ ଶୁଣିଛି ତାର ଖୁସିର ସୀମା ରହିଲାନି। ଆଣିଥିବା ପ୍ରଥମ କୋଡ଼ି ରଙ୍ଗ ମହାପ୍ରଭୁଙ୍କ ଠେଇଁ ଲଗାଇଦେଲା, ଆଉ ମଉସାଙ୍କ ଠେଇଁ ବି ଟିକେ ରଙ୍ଗ ଲଗାଇଦେଲା। ସମସ୍ତେ ରଙ୍ଗ ଖେଳିଲେ। ମଉସାଙ୍କୁ ମିଠା ପୁଡ଼ିଆଟିଏ ଦେଲା। ସାହାଯ୍ୟ କରିବା ଆଳରେ ବଳିଥିବା ଟଙ୍କା କିଛି ଦେଲା। ମଉସା ନେଉନଥିଲେ, ବାଧ୍ୟ କରିକି ତୁମର ନାତି ପରିକା ହେବି, ରଖ ମୋ ଦେଇକି ଚାଲି ଆସିଲା। ମଉସା ଚାହିଁ ରହିଥାଏ ମହାପ୍ରଭୁ କାଳିଆ ଶାନ୍ତଙ୍କର ସେଇ କଳା ମୁହଁରେ ଲାଗିଥିବା ନାଲି ଅବିରକୁ ଦେଖି। ଦୁଇ ଭାଇ ଘରେ ପହଞ୍ଚୁ ପହଞ୍ଚୁ ଟିକେ ଡେରି ହେଇଗଲା। ବାପା ଯେତେବେଳେ ଗାଳିମନ୍ଦ କଲେ, ସୋନୁ ଆଉ ମୁନୁ ସବୁ କଥା କହିଲେ। ବାପା ଯେତେବେଳେ ସବୁ ଶୁଣି ସାରନ୍ତି, ସେ ବି ସେଦିନ କାନ୍ଦି ପକାଇଲେ। ହାତ ଯୋଡ଼ି ଦେଇ କହିଲେ, ମଣିମା ମହାପୁରୁ ହେ, ଏମିତିକା କରୁଣା ଥାଉ ଆମ ପିଲାମାନଙ୍କ ଉପରେ, ଏ ବିଶ୍ୱବାସୀଙ୍କ ଉପରେ। ସତରେ ମହାପ୍ରଭୁ ତୁମେ ପରମ ଦୟାଳୁ। ଛୁଆ ଦିଟା ଇଚ୍ଛା କରିଥିଲେ ତୁମର ସେ ମୁହଁରେ ଟିକେ ରଙ୍ଗ ଲଗାଇବା ପାଇଁ। ତୁମେ ଏମିତି ଯେ ଲୀଳା କଲ, ବଡ଼ଦାଣ୍ଡରେ ମଉସାକୁ ଦେଖା କଲ, ତା କୋଳରେ ବସିଲ, ଆଉ ତା କୋଳରେ ବସି ମୁହଁରେ ରଙ୍ଗ ବି ଲଗେଇ ହେଲ। ସତରେ ମହାପ୍ରଭୁ ତୁମେ ପରମ ଦୟାଳୁ। ଭକ୍ତଟିଏ ତୁମକୁ ଯେମିତି ଡାକେ, ଯେମିତି ଶ୍ରଦ୍ଧା କରେ, ଯେମିତି ଭଲ ପାଏ, ତମେ ତାକୁ ସେମିତି ଦେଖାଦିଅ। ତମେ ତାର କଥା ମାନ, ଆଉ ତାର ଇଚ୍ଛାକୁ ବି ପୂରଣ କର। ଏହା ହିଁ ସତ୍ୟ। ବୁଝିଲୁ ସୋନୁ ଆଉ ମୁନୁ? ଯଦି ଜୀବନରେ କେବେ ସୁଯୋଗ ଟିକେ ମିଳେ କାହାକୁ ସାହାଯ୍ୟ କରିବା ପାଇଁ, କେବେ ଅଣଦେଖା କରିବନି। ଈଶ୍ୱର ତୁମ ଧନ ସମ୍ପତ୍ତିକୁ ନୁହେଁ, ତୁମ କର୍ମକୁ ଦେଖନ୍ତି। ସେହି ଦିନଠାରୁ ଯେବେ ବି ଏଇ ହୋଲିର ପର୍ବ ଆସେ, ଏଇ ରଙ୍ଗର ପର୍ବ ଆସେ, ଦୁଇ ଭାଇ ଗୁଣୁ ଗୁଣୁ ହୋଇ କୁହନ୍ତି, ମଣିମା ମହାପୁରୁ ହେ, ଆଉ ଟିକେ ହୀନ କପାଳକୁ ସୁଯୋଗ ଦିଅନ୍ତନି। ତମର ସେଇ ବଡ଼ ଦାଣ୍ଡରେ, ଶ୍ରୀମନ୍ଦିର ଆଗରେ, ତୁମର ସେଇ କଳା ମୁହଁରେ ଟିକେ ନାଲି ଅବିର ବଳି ଦିଅନ୍ତୁ। ନମସ୍କାର। ଛୋଟ କାହାଣୀଟିଏ। ଯଦି ଭଲ ଲାଗିଥାଏ ଜଣାଇବେ ନିଶ୍ଚୟ। କଥା ଛଳରେ ଯଦି ସାମାନ୍ୟ ମଧ୍ୟ ତ୍ରୁଟି ଥାଏ କ୍ଷମା କରିବାକୁ ଅନୁରୋଧ। ମହାପ୍ରଭୁ ସମସ୍ତଙ୍କୁ ଭଲରେ ରଖନ୍ତୁ। ଜୟ ଶ୍ରୀ ଜଗନ୍ନାଥ।